ମାନେ କେମିତି ଅଛନ୍ତି? ଆଶା କରୁଛି ଭଲ ଅଛନ୍ତି। ଆଜି ଆମେ ପଢିବା ପ୍ରେଜେଣ୍ଟ କଣ୍ଟିନ୍ୟୁଅସ୍ ଟେନ୍ସ। ଆଗରୁ ଆମେ ସିମ୍ପଲ ପ୍ରେଜେଣ୍ଟ ବିଷୟରେ ପଢିଥିଲେ। ଆଜି ଆମେ ପ୍ରେଜେଣ୍ଟ କଣ୍ଟିନ୍ୟୁଅସ୍ ଟେନ୍ସ ବିଷୟରେ ଆମେ ପଢିବା। ଠିକ ଅଛି, ଚାଲ ଆଉ ଡେରି ନକରି ପଢା ଷ୍ଟାର୍ଟ କରିବା। ତାହେଲେ ଦେଖ, ଆମର ଅଛି ପ୍ରେଜେଣ୍ଟ କଣ୍ଟିନ୍ୟୁଅସ୍ ଟେନ୍ସ। ତା ମାନେ ହେଲା, ଯଦି ଆମେ କହିଲା ବେଳେ ଗୋଟେ କାମ ଚାଲୁଥିବ ବୋଲି ବୁଝା ପଡିବ, ତାହେଲେ ଆମେ ସେଇଠି ୟୁଜ କରିବା ପ୍ରେଜେଣ୍ଟ କଣ୍ଟିନ୍ୟୁଅସ୍ ଟେନ୍ସ। କେମିତି ଚାଲୁଥିବ ବୋଲି ବୁଝା ପଡିବ ନା, ଯେମିତି କି ଦେଖ, ଗୋଟେ ଏକ୍ସାମ୍ପଲ ଯଦି ଆମେ ନେବା, ମୁଁ ଏକ ବହି ପଢୁଛି। ତାହେଲେ ଦେଖ, ମୁଁ କହିଲା ବେଳେ ସେ ବହିଟା ମୁଁ ପଢୁଛି, ତାହେଲେ ଆମେ ତାକୁ ପ୍ରେଜେଣ୍ଟ କଣ୍ଟିନ୍ୟୁଅସ୍ ଟେନ୍ସରେ ଆମେ ଲେଖିବା। ତାହେଲେ ଆମେ ଆଗ ସେଣ୍ଟେନ୍ସର ଷ୍ଟ୍ରକ୍ଚର ଦେଖିବା। ପ୍ରେଜେଣ୍ଟ କଣ୍ଟିନ୍ୟୁଅସ୍ ଟେନ୍ସର ସେଣ୍ଟେନ୍ସର ଷ୍ଟ୍ରକ୍ଚର କଣ? ସେଣ୍ଟେନ୍ସର ଷ୍ଟ୍ରକ୍ଚର କଣ ହବ ନା, ଆମର ହେବ ଫାଷ୍ଟ ଆସିବ ସବଜେକ୍ଟ। ସବଜେକ୍ଟ ସହିତ କିଏ ଆସିବ? ଇଜ୍ ଆସିପାରେ, ଏମ୍ ଆସିପାରେ, ଆର୍ ଆସିପାରେ। ତା ସହିତ ଭର୍ବରେ ଆଇଏନଜି ଲାଗିବ। ଆଉ କଣ ହବ ନା, ଆମର ଅବଜେକ୍ଟ ରହିବ। ହେଲା। ଆଉ ଇଏ ତ ହେଲା ପଜିଟିଭ ସେଣ୍ଟେନ୍ସରେ, ପଜିଟିଭ ସେଣ୍ଟେନ୍ସ ହେଲା। ତାହେଲେ ନେଗେଟିଭ ସେଣ୍ଟେନ୍ସରେ କଣ ହବ? ତ ନେଗେଟିଭ ସେଣ୍ଟେନ୍ସରେ ବି ଆମେ ଦେଖିବା। ନେଗେଟିଭ ସେଣ୍ଟେନ୍ସରେ ହେଲେ କଣ ହବ ନା, ସେଇ ସବଜେକ୍ଟ ରହିବ, ତା ସହିତ ଇଜ୍ ରହିବ, ତା ସହିତ ଏମ୍, ତାପରେ ଆର୍। ଆଉ କଣ ନା, ଏଇଠି ଆମର ଦେଖ ନଟ୍ ଲାଗିବ। ହେଲା, ନଟ୍, ତାପରେ ହେଲା ଭର୍ବରେ ଆଇଏନଜି ଆଉ ଅବଜେକ୍ଟ। ହେଲା। ତାହେଲେ ଦେଖ, ଆଉ କ୍ୱେଶ୍ଚନ ଆସିଲେ କଣ କରିବା, ସେଟା ଆମେ କ୍ୱେଶ୍ଚନ ବାଲା ଏକ୍ସାମ୍ପଲ ଯେତେବେଳେ ଦେଖିବା ସେତେବେଳେ ମୁଁ ତମମାନଙ୍କୁ କହିବି। ଚାଲ ତାହେଲେ ଦେଖିବା, କୋଉ ସିଚୁଏସନରେ ଫାଷ୍ଟ ଆମର କୋଉ ସିଚୁଏସନରେ ଆମେ ପ୍ରେଜେଣ୍ଟ କଣ୍ଟିନ୍ୟୁଅସ୍ ଟେନ୍ସ ଆମେ ୟୁଜ କରୁଛେ। ନା, ଫାଷ୍ଟ ସିଚୁଏସନ ଟା ହେଲା ଆମର କଣ? ଆକ୍ସନ ହ୍ୟାପେନିଂ ନାଉ ଏଟ୍ ଦି ମୁଭମେଣ୍ଟ ଅଫ ସ୍ପିକିଂ। ଆମେ କହିଲା ବେଳେ ଯଦି ଆକ୍ସନ ଟା ଘଟୁଥିବ, ହେଲା। ତା ମାନେ ଦେଖ, ବର୍ତ୍ତମାନ କଥା ହେଉଥିବା ସମୟରେ ଘଟୁଥିବା କାର୍ଯ୍ୟ। ଯେମିତି କି ଦେଖ, ମୁଁ କହୁଛି ଏଠି ମୁଁ ଏକ ବହି ପଢୁଛି। ତାହେଲେ ଏଠି ମୁଁ ଏକ ବହି ପଢୁଛି କହୁଛି, ତ ମୁଁ ଏକ ଯଦି ବହି ପଢୁଛି କହିବି, ତାହେଲେ ଆମେ ୟାକୁ କେମିତି ଲେଖିବା? ତାହେଲେ ଦେଖ, କହିଲା ବେଳେ ମୋର କାମଟି ହଉଛି ବଢିଆ ମୁଁ ବୁଝିପାରୁଛି। ତାହେଲେ ୟାକୁ ଆମେ ପ୍ରେଜେଣ୍ଟ କଣ୍ଟିନ୍ୟୁଅସ୍ ଟେନ୍ସରେ ଲେଖିବା। କଣ ଲେଖିବା? ଆଗ ସବଜେକ୍ଟ ଦେଖିବା। ମୁଁ, ମୋ ପାଇଁ କଣ ଲେଖିବା? ଆଇ। ଆଇ ସହିତ ଆମେ କଣ ଲେଖିବା? ଏମ୍, ଆଇ ଏମ୍। ପଢିବା ଇଂଲିଶ, ରିଡ୍। ପଢୁଛି, ରିଡିଂ। ଆଇ ଏମ୍ ରିଡିଂ। କଣ? ଏକ ବହି, ଏ ବୁକ୍। ହେଲା। ସେମିତି ଦେଖ, ସେ ଫୋନରେ କଥା ହେଉଛି। ସେ ଫୋନରେ କଥା ହଉଛି, ତାକୁ ଆମେ ଲେଖିବା। ସେ ପାଇଁ କଣ ଲେଖିବା? ହି। ହି ସହିତ କଣ ଲେଖିବା? ଇଜ୍। ତାହେଲେ କହିବ, ସାର୍ ଆଇ ସହିତ ତ ଆମେ ଏମ୍ ଲଗେଇଲେ, ହି ସହିତ ଇଜ୍ କଣ ପାଇଁ ଲଗେଇବା? ନା, ହିଟା ହେଲା ଆମର କଣ? ଥାର୍ଡ ପର୍ସନ ସିଙ୍ଗୁଲାର। ସେମିତି ଯୋଉ ସବୁ ବି ନାଉନ୍ ଥାର୍ଡ ପର୍ସନ ସିଙ୍ଗୁଲାର ସବଜେକ୍ଟ ଜାଗାରେ ଯଦି ବସିଛି, ତା ସହିତ ଆମେ ଇଜ୍ ଲଗେଇବା। ତାହେଲେ ହି ଇଜ୍ କଣ? କଥା ହବା, କଥା ହେଉଛି। କଥା ହେବା ଇଂଲିଶ ଜାଣିଛେ ଆମେ କଣ? ଟକ୍। ତାହେଲେ ଟକ୍ ରୁ କଣ ହବ? ଟକିଂ। ହି ଇଜ୍ ଟକିଂ। କୋଉଥିରେ? ଅନ୍ ଦି ଫୋନ୍। ସେ ଫୋନରେ କଥା ହେଉଛି। ତାପରେ ନେକ୍ସଟ ଦେଖ, ପିଲାମାନେ ପାର୍କରେ ଖେଳୁଛନ୍ତି। ପିଲାମାନଙ୍କୁ କଣ କହିବା? ଚିଲଡ୍ରେନ୍। ତାହେଲେ ଆମେ ଲେଖିବା ଦି ଚିଲଡ୍ରେନ୍। ଦି ଚିଲଡ୍ରେନ୍। ହେଲା। ଦି ଚିଲଡ୍ରେନ୍। ଦି ଚିଲଡ୍ରେନ୍ ହେଲା, ଦେଖ କଣ ହେଇଗଲା? ପ୍ଲୁରାଲ ହେଇଗଲା। ଆଇ ଆଉ ୟୁ କୁ ଛାଡିଦେଲେ ଆର ଗୁଡା ହେଲା ସବୁ ଥାର୍ଡ ପର୍ସନ। ଆଉ ଥାର୍ଡ ପର୍ସନ ସିଙ୍ଗୁଲାରରେ ଆମେ ଲଗେଇବା ଇଜ୍। ବାକି ପ୍ଲୁରାଲ ହେଲେ ଆର୍।
ଦି ଚିଲଡ୍ରେନ୍ ଆର୍ ଖେଳୁଛନ୍ତି ପ୍ଲେଇଂ। ଦି ଚିଲଡ୍ରେନ୍ ଆର୍ ପ୍ଲେଇଂ କୋଉଠି? ପାର୍କରେ। ଇନ୍ ଦି ପାର୍କ। ଏଠି ଦେଖ ଆମର ଟିକେ ଶିଖିବା ଜିନିଷ ଅଛି। କଣ ଶିଖିବା ଜିନିଷ ଅଛି? ଆମେ କହିବା ସେଠି ତ ସାର୍ ସବଜେକ୍ଟ ଗୋଟେ ଯେତେବେଳେ ଲଗେଇଲେ ହି ତ ହି ଲଗେଇଦେଲେ, ଆଇ ତ ଆଇ ଲଗେଇଦେଲେ, ସେ ତ କୋଉଠି ବି ଆମେ ଦି ଲଗେଇ ନାହିଁ। ଏଠି ଆମେ କଣ ପାଇଁ ଦି ଲଗଉଛେ? ନା ଦେଖ, ଆମେ ଯୋଉ ପିଲାଙ୍କ ବିଷୟରେ କଥା ହଉଛେ ସେ ପିଲାମାନେ ହେଲା କଣ ଆମର ନିର୍ଦ୍ଦିଷ୍ଟ ପିଲା, ପାର୍କରେ ଖେଳୁଥିବା ପିଲାମାନଙ୍କ ବିଷୟରେ କଥା ହଉଛେ। ତ ସେଇଥିପାଇଁ ଆମେ ଦି ଲଗେଇଲେ। ଯଦି ନିର୍ଦ୍ଦିଷ୍ଟ ବୁଝା ପଡୁଥିବ ତାହେଲେ ଦି ଲଗେଇବ। ଆଉ ପାର୍କ ବିଷୟରେ କଥା ହଉଛେ, କୋଉ ପାର୍କ ବିଷୟରେ କଥା ହଉଛେ? ନା ଯୋଉଠି ପିଲାମାନେ ଖେଳୁଛନ୍ତି। ସେଇଥିପାଇଁ ମଧ୍ୟ ଏଠି ଆମେ ଦି ଲଗେଇଲେ। ଆଉ ପାର୍କଟା କଣ ହବ ପିଲାମାନେ? ନାଉନ୍। ନାଉନ୍ ପୂର୍ବରୁ ହିଁ ଦି ଲାଗେ। ସବୁ ନାଉନ୍ ପୂର୍ବରୁ ଦି ଲାଗେ ନାହିଁ। ବାକି ଯଦି ଦି ଲାଗିବାର ଅଛି, ସେଟା ନାଉନ୍ ପୂର୍ବରୁ ହିଁ ଲାଗେ। ନାଉନ୍ ପାଇଁ ହିଁ ଦି ଲାଗିଥାଏ। ହେଲା? ତାହେଲେ ଆଉ ଟିକେ ଦେଖ, ଇନ୍ ଆମେ କଣ ପାଇଁ ଲଗେଇଲେ? ଇନ୍ ଦି ପାର୍କ ଆମେ କଣ ପାଇଁ କହିଲେ? ନା ଇନ୍ ଦି ପାର୍କ ଆମେ ଏଇଥିପାଇଁ କହିଲେ ଯେ ଦେଖ, ପାର୍କ ଅଛି ମାନେ କଣ ଅଛି? ବାଉଣ୍ଡ୍ରି ଥିବ ନା, ବାଉଣ୍ଡ୍ରି ଭିତରେ ପାର୍କ। ସେଇଥିପାଇଁ ଆମେ ଇନ୍ ଲଗେଇଲେ। ହେଲା? ତାପରେ ଦେଖ, ଆମର ଆସିଗଲା କ୍ୱେଶ୍ଚେନ୍ ବାଲା ସେଣ୍ଟେନ୍ସ। କ୍ୱେଶ୍ଚେନ୍ ବି ଦେଖ, ଆମର ଦୁଇ ପ୍ରକାର କ୍ୱେଶ୍ଚେନ୍ ଅଛି। ଗୋଟେକୁ ଆମେ କଣ କହିଥାଉ? yes no କ୍ୱେଶ୍ଚେନ୍। ଆଉ ଗୋଟେ ହେଲା WH ୱାର୍ଡ ବାଲା କ୍ୱେଶ୍ଚେନ୍। ହେଲା? ତାହେଲେ ଦେଖ କଣ yes no? ନା ଯାହାର ଆନ୍ସର ଯଦି yes କିମ୍ବା no ରେ ଆସେ ତାକୁ ଆମେ yes no କ୍ୱେଶ୍ଚେନ୍ କହିଥାଉ। ଆଉ WH ୱାର୍ଡ କଣ? ଯଦି ଆମର ଲାଗିଥିବ ହ୍ୱାଟ ଲାଗିଥିବ, ହୁ ଲାଗିଥିବ, ହ୍ୱାଇ ଲାଗିଥିବ, ତାହେଲେ ଆମେ WH ୱାର୍ଡ କହିବା। ତାହେଲେ ଦେଖ ଏଠି, ତୁମେ କାହିଁକି ବାହାରେ ଛିଡା ହେଇଛ? ୟାର ଆନ୍ସର yes no ରେ ଆସିବ କି? ନାଇଁ। କାରଣ କଣ କହିବ ନା? ତାହେଲେ ଆମେ ୟାକୁ WH ୱାର୍ଡ ବାଲା କ୍ୱେଶ୍ଚେନ୍ ତିଆରି କରିବା। ତାହେଲେ କେମିତି ତିଆରି କରିବା ଦେଖ। କାହିଁକି ଲେଖା ହେଇଛି? କାହିଁକି କୁ ଆମେ କଣ ଲେଖିବା? ହ୍ୱାଇ। କାହିଁକି କୁ ଆମେ କଣ ଲେଖିବା? ହ୍ୱାଇ। 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 ଆଉ ଏଠି ଅଛି ସବଜେକ୍ଟ କିଏ? ତୁମେ। ତୁମେ ପାଇଁ କଣ ଲାଗେ? ୟୁ। ୟୁ ସହିତ କଣ ଲାଗେ? ଆର୍। ତାହେଲେ ହ୍ୱାଇ ଆର୍ ୟୁ। ବାହାରେ ଛିଡା ହେଇଛ। ଛିଡା ହେବା ଇଂଲିଶ ଷ୍ଟାଣ୍ଡ। ଷ୍ଟାଣ୍ଡ ରୁ କଣ ହବ? ଷ୍ଟାଣ୍ଡିଂ। ହ୍ୱାଇ ଆର୍ ୟୁ standing outside। ହେଲା? ତାହେଲେ ଦେଖ, ଯଦି କ୍ୱେଶ୍ଚେନ୍ ବାଲା ସେଣ୍ଟେନ୍ସ ଆମେ ତିଆରି କରିବା ତାହେଲେ ତାର ଷ୍ଟ୍ରକ୍ଚର କଣ ହବ? ଯଦି ଆମେ ଦେଖିବା ପାଇଁ ଯିବା ତାହେଲେ କଣ ହବ? ଫାଷ୍ଟ ଆସିବ WH ୱାର୍ଡ, ତା ସହିତ ତାପରେ ଆସିବ ଇଜ୍ ଆସିପାରେ, ଏମ୍ ଆସିପାରେ, ଅର୍ ଆର୍ ଆସିପାରେ। ତା ସହିତ ଆସିବ ଆମର ଯିଏ ସବଜେକ୍ଟ ଥିବ, ତାପରେ ଭର୍ବରେ ING। ଆଉ ଆମର ଅବଜେକ୍ଟ ଯାହା ରହିଲା, ବୁଝିହେଲା? ସେ ଶୋଉନାହିଁ। ତାପରେ ନେକ୍ସଟ ସେଣ୍ଟେନ୍ସ ଦେଖ, ସେ ଶୋଉନାହିଁ, ସେ ଟିଭି ଦେଖୁଛି। ତାହେଲେ ୟାକୁ ଆମେ କେମିତି ଲେଖିବା? ଶୋଉନାହିଁ କହିଲା ବେଳେ ସେ ଶୋଉନାହିଁ, ତାହେଲେ ଆମେ ହି ଇଜ୍ ନଟ୍ ସ୍ଲିପିଂ। ହି ଇଜ୍ ନଟ୍ ସ୍ଲିପିଂ। ସେ କଣ କରୁଛି? ଟିଭି ଦେଖୁଛି। ହି ଇଜ୍ ୱାଚିଂ ଟିଭି। ଦେଖ ଆମର ଆସିଲା ସେକେଣ୍ଡ ସିଚୁଏସନ, କୋଉଥିରେ ଆମେ ପ୍ରେଜେଣ୍ଟ କଣ୍ଟିନ୍ୟୁଅସ୍ ଟେନ୍ସ ଆମେ ୟୁଜ କରିବା। ହେଲା? ଯେମିତିକି ଆମର ଟେମ୍ପୋରାରୀ ଆକ୍ସନ ହେଇଥିବ, ସେ ସେଣ୍ଟେନ୍ସଟା ଟେମ୍ପୋରାରୀ ଆକ୍ସନକୁ ବୁଝଉଥିବ କିମ୍ବା ସିଚୁଏସନକୁ ବୁଝଉଥିବ। ହେଲା? ଯେମିତିକି ଅସ୍ଥାୟୀ କାର୍ଯ୍ୟ ବା ଅବସ୍ଥାକୁ ଯଦି ବୁଝା ପଡୁଥାଏ, ଯାହା ସ୍ଥାୟୀ ନୁହଁ ବୋଲି ବୁଝା ପଡେ, ତାହେଲେ ଆମେ ସେଥିରେ ପ୍ରେଜେଣ୍ଟ କଣ୍ଟିନ୍ୟୁଅସ୍ ଟେନ୍ସ ଆମେ ୟୁଜ କରିବା। ଯେମିତିକି ଆମର ସେଣ୍ଟେନ୍ସ ହେଲା, ଦେଖ, ମୁଁ ଏ ବର୍ଷ ଓଡ଼ିଆ ଶିଖୁଛି। ଓଡ଼ିଆ ଶିଖିବା କାମଟା ଆମର ଟେମ୍ପୋରାରୀ, ଏଇ ବର୍ଷ ପାଇଁ ହଉଛି। ତାହେଲେ ଆମେ ଲେଖିବା ୟାକୁ କେମିତି? ତାହେଲେ କଣ ଲେଖିବା? I am learning ଓଡ଼ିଆ this year। ହେଲା? ସେମିତି ଦେଖ,
ସେ ଏହି ସପ୍ତାହରେ ତାଙ୍କ ସାଙ୍ଗ ଘରେ ରହୁଛି। ତାହେଲେ ୟାକୁ ଆମେ କେମିତି ଲେଖିବା? ସେ ରହୁଛି। ତାହେଲେ he is staying, ରହିବା stay କରିବା, staying, he is staying କୋଉଠି? at his friend's home। ହେଲା, ଦେଖ ଆମେ ଏଠି at ଲଗେଇଲେ at his friend's home, at ଆମେ କୋଉଠି ଲଗାଉ ନା ସ୍ମଲ୍ ପ୍ଲେସ୍ ଯଦି ଆମର ଥିବ, ଛୋଟ ଜାଗା ବୁଝେଇଲେ ଆମେ at ଲଗେଇବା। ହେଲା, ତାପରେ ଦେଖ ସେମାନେ ଏହି ମାସ ଏକ ବିଶେଷ ପ୍ରକଳ୍ପରେ କାମ କରୁଛନ୍ତି। ତାହେଲେ ଆମେ ଲେଖିବା ସେମାନେ ଦେ ଆର୍ କାମ କରୁଛନ୍ତି, ୱାର୍କିଂ, ଦେ ଆର୍ ୱାର୍କିଂ ଅନ୍ ଏ ସ୍ପେସିଆଲ ପ୍ରୋଜେକ୍ଟ ଦିସ୍ ମନ୍ଥ। ହେଲା, ସେମିତି ଚାଲ ନେକ୍ସଟ ଦେଖ, ଆମେ ଏସବୁ ଦିନରେ ବହୁତ ଫଳ ଖାଉଛୁ। ଫଳ ଖାଇବା କାମଟା ଟେମ୍ପରାରୀ ଆକ୍ସନ ବୋଲି ବୁଝାଉଛି। ତାହେଲେ ଆମେ ଲେଖିବା ୟାକୁ, ଆମେ ଫଳ ଖାଉଛୁ। ତାହେଲେ ଆମେ ପାଇଁ ଲେଖିବା ଉଇ ସହିତ ଲେଖିବା ଆର୍, ଉଇ ଆର୍ ଖାଉଛୁ। ଇଟ୍ ରେ ଲଗେଇବା ଆଇଏନଜି, ଉଇ ଆର୍ ଇଟିଂ ବହୁତ ଫଳ, ଏ lot of fruits, we are eating a lot of fruits, କଣ a lot of fruits ଏସବୁ ଦିନରେ, those days ନେକ୍ସଟ ଦେଖ ସେମିତି କଣ ସିଚୁଏସନ ଅଛି। ନେକ୍ସଟ ସିଚୁଏସନ ହେଲା ଡେଫିନାଇଟ ଫ୍ୟୁଚର ପ୍ଲାନ୍ ବା ଆରେଞ୍ଜମେଣ୍ଟକୁ ଯଦି ବୁଝଉଥିବ, ଭବିଷ୍ୟତରେ କାମଟା ହବ କିନ୍ତୁ ତାହା ଡେଫିନାଇଟ ଯଦି ଥିବ, ଯେମିତି ପ୍ରଧାନମନ୍ତ୍ରୀ ଆସିବେ, ତାଙ୍କର ଆସୁଛନ୍ତି କହିବା, କିଏ ଆସିବେ କହିବା, ତାହେଲେ ସେଟା ଡେଫିନାଇଟ ହବ ନା। ଯେମିତିକି ଦେଖ, ମୁଁ ଖାଲି ଡାକ୍ତରଙ୍କୁ ଭେଟିବି, ଡାକ୍ତରଙ୍କୁ ଭେଟିବା କାମଟା ମୋର ଡେଫିନାଇଟ କାମ ହଉଛି। ହେଲା, ତାହେଲେ ଲେଖିବା ଭେଟିବି ଅଛି ଆଇ ଏମ୍ ଭେଟିବା ମିଟ୍ କରିବା, ତ ଆଇ ଏମ୍ ମିଟିଂ ମାଇ ଡକ୍ଟର କେବେ? ଟୁମରୋ। ସେମିତି ଦେଖ, ସେମାନେ ଆସନ୍ତା ଶୁକ୍ରବାର ଦିଲ୍ଲୀ ଯାଉଛନ୍ତି। ଦିଲ୍ଲୀ ଯିବା କାମଟା ତାଙ୍କର ଫିକ୍ସ ହେଇଛି, କେବେ ଯିବେ? ଆସନ୍ତା ଶୁକ୍ରବାର। ତାହେଲେ ଆମେ କଣ ଲେଖିବା? ଦେ ଆର୍ ଗୋଇଂ ଟୁ ଦିଲ୍ଲୀ କେବେ? ଆସନ୍ତା ଶୁକ୍ରବାର। ନେକ୍ସଟ ଫ୍ରାଇଡେ। ହେଲା, ତାପରେ ଦେଖ, ତୁମେ ଆଜି ସନ୍ଧ୍ୟାରେ କଣ କରୁଛ? ଫ୍ୟୁଚର ପାଇଁ କଥା, ଆଜି ସନ୍ଧ୍ୟାରେ କଣ କରୁଛ ବୋଲି ପଚାରିଛି। ତାହେଲେ ଆମେ କଣ କରିବା? ଲେଖିବା କ୍ୱେଶ୍ଚନ ମାର୍କ ଆସିଲା। ତାହେଲେ କଣ କରୁଛ ମାନେ ହ୍ୱାଟ ଆର୍ ୟୁ କଣ ଡୁଇଂ, ହ୍ୱାଟ ଆର୍ ୟୁ ଡୁଇଂ ଦିସ୍ ଇଭିନିଂ, ଆଜି ସନ୍ଧ୍ୟାଟା ଆମେ କଣ ଲେଖିବା? ଟୁଡେ ଇଭିନିଂ, ନାଇଁ ଦିସ୍ ଇଭିନିଂ ଲେଖିବା। ହେଲା, ସେ ଡିସେମ୍ବର ମାସରେ ବିବାହ କରୁଛନ୍ତି। ତାହେଲେ ଆମେ ୟାକୁ ଲେଖିବା, ଦେଖ ହି ଇଜ୍ ଗେଟିଂ ମ୍ୟାରେଡ୍, କେବେ? ଇନ୍ ଡିସେମ୍ବର। ତାହେଲେ ଦେଖ, ଏଇଠି ଟିକେ ଆମେ ଶିଖିବା,
ଏଠି ଦେଖ ଆମେ ଇନ୍ ଲଗେଇଲେ ଇନ୍ ଡିସେମ୍ବର। ଆଉ ଏଠି ଆମେ ଲଗେଇଥିଲେ ଦେଖ ଗୋଟେ ଲଗେଇଥିଲେ ଟୁମରୋ। ହଁ ଏଠି ଆମେ ଦେଇନାହିଁ, ଆମେ ନେକ୍ସଟ ଦେଖିବା। ଇନ୍ ଦେଖ ଇନ୍ ଆମେ କୋଉଠି ଲଗେଇଲେ ନା ଡିସେମ୍ବର। ତମେ କହିବ ସାର୍ ଇନ୍ ଏଠି କଣ ପାଇଁ ଲାଗିଲା? ନା ଲଙ୍ଗ ଟାଇମ ଯଦି ବୁଝା ପଡ଼ିବ ତା ପୂର୍ବରୁ ଆମେ ଲଗେଇବା ଇନ୍। ତାଠୁ ଟିକେ ସର୍ଟ ହେଲେ ଆମେ ଲଗେଇବା ଅନ୍। ତାଠୁ ଆଉ ଟିକେ ସର୍ଟ ତାହେଲେ ଲଗେଇବା ଏଟ୍। ଯେମିତି 8 9 ଓ କ୍ଲକ୍ ଅନ୍ ସନ୍ ଡେ ହେଲା ସେମିତି। ଚାଲ ନେକ୍ସଟ ଦେଖ। ହଁ ଅଛି ତଳେ ସେଣ୍ଟେନ୍ସ, ଆମେ ଦେଖିବା ୟାକୁ। ଆମେ ଶନିବାର ପାର୍ଟିକୁ ଯାଉନାହୁଁ। ତାହେଲେ ଆମେ କଣ ଲେଖିବା? we are ଯାଉନାହୁଁ। we are not going to the party। we are not going to the party କେବେ? ଶନିବାର on Saturday ହେଲା ସେମିତି। ଚାଲ ନେକ୍ସଟ ଫୋର୍ଥ ସିଚୁଏସନ କଣ ରହିଲା ଦେଖିବା। ଚେଞ୍ଜିଂ ଅର୍ ଡେଭେଲପିଂ ସିଚୁଏସନ, ପରିବର୍ତ୍ତନଶୀଳ ହେଉଥିବ କିମ୍ବା ବିକଶିତ ହେଉଥିବ। ଯେମିତିକି ଦେଖ ଜଳବାୟୁ ଗରମ ହେଉଛି। ଯଦି ବୁଝା ପଡ଼ିଲା ତାହେଲେ ଆମେ କଣ ଲେଖିବା? the climate the climate the climate ଗରମ ହେଉଛି is getting କଣ warmer warmer। ନେକ୍ସଟ ସେଣ୍ଟେନ୍ସ ଦେଖ। ତୁମର ଇଂରାଜୀ ଦିନକୁ ଦିନ ଉନ୍ନତ ହେଉଛି। ତାହେଲେ ଦେଖ ତମେମାନେ ମଧ୍ୟ ଏମିତି ଯଦି ଡେଲି ଡେଲି କ୍ଲାସ୍ କରିବ ତାହେଲେ ତମମାନଙ୍କର ମଧ୍ୟ ଇଂରାଜୀ ଦିନକୁ ଦିନ କଣ ହବ? ଉନ୍ନତ ହବ। ତାହେଲେ ଉନ୍ନତ ହେଉଛି କଥା କହୁଛେ ଆମେ। ତାହେଲେ ଆମେ କଣ ଲେଖିବା ୟାକୁ ଦେଖ। ତୁମର ଇଂରାଜୀ, ଏଠି ସବଜେକ୍ଟ କିଏ ହବ? ତୁମର ଇଂରାଜୀ। ହିୟର ଇଂଲିଶ ହିୟର ଇଂଲିଶ is improving improving day by day। ସେମିତି ଦେଖ ବର୍ତ୍ତମାନ ଅଧିକ ଲୋକ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି। ତାହେଲେ କଣ ଲେଖିବା ୟାକୁ? ଅଧିକ ଲୋକ more people more people କଣ ଲଗେଇବା? are more people are ବ୍ୟବହାର କରୁଛନ୍ତି using ସ୍ମାର୍ଟ ଫୋନ ହେଲା। ତାପରେ ନେକ୍ସଟ ଦେଖ ଜାଳେଣୀର ଦାମ ଶୀଘ୍ର ବଢୁଛି। ଜାଳେଣୀ ମାନେ କଣ? ଫୁଏଲ। ଫୁଏଲର ଦାମ ବଢୁଛି, ଦାମ ବଢୁଛି। ଆମର ମେନ୍ ସବଜେକ୍ଟ ହେଲା ଦାମ। ତାହେଲେ କଣ କହିବା? the price କାହାର? of the price of fuel is growing up ହେଲା। ୟାକୁ କଣ ଲେଖିବା ଦେଖ। ନା growing up ଲେଖିବାନି, ୟାକୁ କଣ ଲେଖିବା? ଆମେ ୟାକୁ ଲେଖିବା the price of fuel is increasing rapidly ସେମିତି ଦେଖ ପିଲାମାନେ ଏତେ ଶୀଘ୍ର ବଡ଼ ହେଉଛନ୍ତି। ତାହେଲେ ପିଲାମାନଙ୍କ ପାଇଁ କଣ ଲେଖିବା? the children ଶୀଘ୍ର ବଡ଼ ହେଉଛନ୍ତି। the children are growing up so fast ହେଲା। ସେମିତି ଦେଖ ଫୋର୍ଥ ସିଚୁଏସନ କଣ ଆସିଲା ନା annoying habit, ବିରକ୍ତିକର ଅଭ୍ୟାସ ଥିବ ଯଦି।
आउ कौन यूज होतुबो सेठी हमर यूज होतुबो ऑलवेज कॉन्स्टेंटली फॉरएवर ए भले जति वर्ड यूज होतुबो ताले देखो हमर कोन अछि एग्जांपल हम देखले जानि परिबा से सर्वदा चाबी भूली जाउछंती ताले से चाबी भूली जावा कामटा सब बडे होउची ताले हम कोन लिखिबा याको हम देखो लिखिबा कोन लिखिबा याको he is always कोन forgetting he is always forgetting his keys ହେଲା ସେମିତି ଦେଖ ଫର୍ଥ ଆଉ କଣ ଅଛି ଦେଖିବା ନେକ୍ସଟ ସେ ସର୍ବଦା ମୋତେ ବାଧା ଦେଉଛନ୍ତି ତାହେଲେ ଆମେ କୁ କଣ ଲେଖିବା she is she is forever 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 କଣ କରୁଛନ୍ତି ବାଧା ଦେଉଛନ୍ତି interrupting me ହେଲା ତାପରେ ଦେଖ ତୁମେ କାହିଁକି ସବୁବେଳେ ବିଳମ୍ବରେ ଆସୁଛ क्वेश्चन ପଚାରୁଛି କାହିଁକି why ତାହେଲେ ଆମେ ଲେଖିବା why ସହିତ are why are you coming why are you coming late ବୁଝିଲା ସବୁବେଳେ ଅଛି why are you ତାହେଲେ ଏଠି ଲେଖିବା always ତାହେଲେ ଦେଖ ଏଥର ମୁଁ ଲେଖି ଦଉଛି why are you always coming late ବୁଝିଲେ ପିଲାମାନେ ଏମିତି ତମେମାନେ ମଧ୍ୟ ସେଣ୍ଟେନ୍ସ ତିଆରି କରିବ ଆଉ ତିଆରି କରିକି ଲେଖିବ ତାହେଲେ ପ୍ରେଜେଣ୍ଟ କଣ୍ଟିନ୍ୟୁଅସ୍ ର ପ୍ରାକ୍ଟିସ ହେଇଯିବ ଆଉ ଯଦି କିଛି ଡାଉଟ୍ ରହିଥିବ ତାହେଲେ ମୋତେ କମେଣ୍ଟ ମାଧ୍ୟମରେ ଜଣାଇବ ଆଶା କରୁଛି ଭିଡ଼ିଓଟି ଭଲ ଲାଗିଛି ଆଉ ଭିଡ଼ିଓଟିକୁ ଲାଇକ୍ ସେୟାର ସବସ୍କ୍ରାଇବ କରିବା ପାଇଁ ଭୁଲିବନି ରହୁଛି ନମସ୍କାର